ଆଜିର ମହତ୍ତ୍ୱପୂର୍ଣ୍ଣ ଅନୁଚିନ୍ତା। ନମ୍ବର 1, ସକାଳୁ ଉଠି ଯଦି ବ୍ରାହ୍ମଣ କିମ୍ବା ଭିକାରୀକୁ ଦେଖିବି ବହୁତ ଶୁଭ ହୋଇଥାଏ। ନମ୍ବର 2, ମୋଟା ଲୋକ ପତଳା ହେବା ପାଇଁ ହେଲେ କୋଳଥ ଡାଲି 3 ମାସ ଖାଆନ୍ତୁ। ନମ୍ବର 3, ସକାଳୁ ଉଠି କଞ୍ଚା କ୍ଷୀରରେ ଫାଳେ ଲେମ୍ବୁ ଚିପୁଡ଼ି ମୁହଁରେ ମାରିଲେ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। ନମ୍ବର 4, ଯଦି କୌଣସି ପ୍ରସିଦ୍ଧ ତୀର୍ଥସ୍ଥାନକୁ ଯାଉଛନ୍ତି ତେବେ ସେଠାରୁ କିଛି ମାଟି ଆଣି ଘରେ ରଖନ୍ତୁ। ନମ୍ବର 5, ଯଦି ଗୁରୁବାର ଦିନ ଝିଟିପିଟି ଦେଖିବେ ଯାହା ମାନସିକ କରିବେ ଶୁଭ ହୋଇଥାଏ। ନମ୍ବର 6, ପୂଜାରେ ଯାଆଁଳା କଦଳୀ ଭୋଗ କଲେ ବହୁତ ଶୁଭ ହୋଇଥାଏ ଏବଂ ଶିବଙ୍କ ଲିଙ୍ଗରେ ଚଢ଼େଇଲେ ମଙ୍ଗଳ ହୋଇଥାଏ। ନମ୍ବର 7, ଘରର ପାଣି ଟ୍ୟାପ୍ରୁ ପାଣି ଟପ୍ ଟପ୍ ପଡ଼ିଲେ ଅଶୁଭ ହୋଇଥାଏ, ତୁରନ୍ତ ମରାମତି କରନ୍ତୁ। ନମ୍ବର 8, କେବେ ବି ଚଉରା ପାଖରେ ଜୋତା ରଖନ୍ତୁ ନାହିଁ, ଅଶୁଭ ହୋଇଥାଏ। ନମ୍ବର 9, ଯଦି ଘରେ କୌଣସି ପକ୍ଷୀ ଆପେ ଆପେ ଆସି ବସା ବାନ୍ଧି ରହେ ସେ ଘରେ ଧନର ଅଭାବ ହୋଇନଥାଏ। ନମ୍ବର 10, ଗାଧେଇ ସାରିବା ପରେ ମୁଢ଼ି ଖାଆନ୍ତୁ ନାହିଁ, ବହୁତ ଅଶୁଭ ହୋଇଥାଏ। ନମ୍ବର 11, ଗୁରୁବାର ଦିନ ଯଦି କୌଣସି ପିଲା ଜନ୍ମ ହୁଏ ସେ ଘରେ ଧନର ଅଭାବ ହୋଇନଥାଏ। ନମ୍ବର 12, କାହାରି ଘର ବା ଚଉରା ପ୍ରତିଷ୍ଠାରେ ଯଦି କଉଡ଼ି ଏବଂ ପଇସା ପାଆନ୍ତି ତାକୁ ଆଣି ଆପଣଙ୍କ ପଇସା ରଖିବା ଜାଗାରେ ରଖନ୍ତୁ, ଧନର ବୃଦ୍ଧି ହୋଇଥାଏ। ନମ୍ବର 13, ଦୁଧୁରା ପତ୍ର ରସକୁ ମୁଣ୍ଡରେ ଲଗେଇଲେ ଚୁଟି ଝଡ଼ିବା ବନ୍ଦ ହୋଇଥାଏ। ନମ୍ବର 14, ଟଙ୍କା ରଖୁଥିବା ଆଲମାରିରେ ମୁହଁ ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ, ଅନ୍ୟ ଦିଗକୁ ରଖିଲେ ଶୁଭ ହୋଇଥାଏ। ନମ୍ବର 15, ଗଣେଶ ପୂଜା ଦିନ ଆକାଶରେ ଚନ୍ଦ୍ର ଦର୍ଶନ କରନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। ନମ୍ବର 16, ଶନିଦେବଙ୍କ ମୂର୍ତ୍ତି ଘରେ ରଖି ପୂଜା କରନ୍ତୁ ନାହିଁ, ମନ୍ଦିରରେ ପୂଜା କଲେ ମଙ୍ଗଳ ହୋଇଥାଏ। ନମ୍ବର 17, ମାଛ ସହିତ ଚିନି ଓ ମହୁ ଖାଇଲେ ଶରୀରରେ ବିଷକ୍ରିୟ ହୋଇଥାଏ। ନମ୍ବର 18, ଛୋଟ ପିଲାମାନଙ୍କ ପାଇଁ କମଳା ରସ ଅମୃତ ତୁଲ୍ୟ ହୋଇଥାଏ, ଏହା ଶରୀରକୁ ବଳିଷ୍ଠ କରିଥାଏ। ନମ୍ବର 19, ଘରର ଡାହାଣ ପାଖରେ ତୁଳସୀ ଚଉରା ରଖିବା ଉଚିତ ଏବଂ ଘରୁ ବାହାରିବା ବେଳେ ତୁଳସୀ ମୂଳର ମାଟି ମୁଣ୍ଡରେ ମାରିଲେ ଶୁଭ ହୋଇଥାଏ। ନମ୍ବର 20, ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ଗୋଲାପ ଜଳ ସହିତ ଲେମ୍ବୁ ପାଣି ମିଶାଇ କୁଳି କରନ୍ତୁ। ନମ୍ବର 21, ଅସଲି ମହୁକୁ ଜାଣିବା ପାଇଁ ହେଲେ ଖଣ୍ଡେ ସାଧା କାଗଜରେ ପକାଇ ଦିଅନ୍ତୁ, ଏହା ଭେଦିବ ନାହିଁ। ନମ୍ବର 22, ଛୋଟ ପିଲା ଚମକୁଥିଲେ ଘୋଡ଼ା ବାଲ ବେକରେ ବାନ୍ଧି ଦିଅନ୍ତୁ। ସକାଳୁ ଉଠି କୁଲୁକୁଚା ପାଣି ଆଖିରେ ମାରିଲେ ଆଖି ରୋଗ ଦୂର ହୋଇଥାଏ। ନମ୍ବର 24, ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ ପାଣି ପିଇବା ବେଳେ ବସିକି ପାଣି ପିଅନ୍ତୁ ଏବଂ ଦିନକୁ 5ଟି ଲବଙ୍ଗ ଚୋବାଇ କରି ଖାଆନ୍ତୁ। ନମ୍ବର 25, ବ୍ରଣର ଦାଗ ଲିଭାଇବାକୁ ହେଲେ ଡାଲଚିନି ଗୁଣ୍ଡ ସହିତ ଅଳ୍ପ ମହୁ ମିଶାଇ ଦାଗରେ ମାରିଲେ ଦାଗ ଲିଭି ଯାଇଥାଏ। ନମ୍ବର 26, ରାସ୍ତାରୁ ଯଦି ପଇସା ପାଆନ୍ତି ପଇସାକୁ ନେଇ ମନ୍ଦିରରେ ପକାଇ ଦିଅନ୍ତୁ, ଶୁଭ ହୋଇଥାଏ। ନମ୍ବର 27, 7ଟି ଦ୍ୱିତୀୟ ଚନ୍ଦ୍ର ଦର୍ଶନ କରି ମନୋବାଞ୍ଛା ଯାହା ମାଗିବେ ନିଶ୍ଚୟ ପୂରଣ ହେବ। ନମ୍ବର 28, ସକାଳୁ ଉଠି ଯଦି ବ୍ରାହ୍ମଣ କିମ୍ବା ଭିକାରୀକୁ ଦେଖିବେ ଶୁଭ ହୋଇଥାଏ। ନମ୍ବର 29, ବାରମ୍ବାର ଧନ ହାନି ହେଉଥିଲେ ଯେକୌଣସି ବୁଧବାର ଦିନ କିନ୍ନରମାନଙ୍କୁ ସବୁଜ ବସ୍ତ୍ର ଦାନ କଲେ ଶୁଭ ଫଳ ମିଳିଥାଏ। ନମ୍ବର 30, ଭଣଜାକୁ ନିଜ ଘରେ ରଖିଲେ ମଙ୍ଗଳ ହୁଏ ଏବଂ ମାମୁଁଙ୍କୁ ଘରେ ରଖିଲେ ଅଶୁଭ ହୁଏ। ନମ୍ବର 31, ପୂଜାରେ ତମ୍ବା ବସଣ ବ୍ୟବହାର କଲେ ଶୁଭ ଫଳ ମିଳିଥାଏ। ନମ୍ବର 32, ତୁଳସୀ ପତ୍ର ତୋଳିଲା ବେଳେ ଏହି ମନ୍ତ୍ର ପାଠ କରନ୍ତୁ। ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ଦ୍ଧିନୀ ଆଦିବ୍ୟାଧି ହରା ନିତ୍ୟ ତୁଳସୀଂ ନମସ୍ତୁତେ। ନମ୍ବର 33, ମୁଣ୍ଡବିନ୍ଧା ରୋଗ ଦୂର କରିବା ପାଇଁ ଖାଲି ପେଟରେ ସେଓ ସହିତ ଲୁଣ ମିଶାଇ କିଛି ଦିନ ସେବନ କରନ୍ତୁ। ନମ୍ବର 34, ବିବାହିତା ସ୍ତ୍ରୀ ଲୋକମାନେ ରାତିରେ ଚୁଟି ଖୋଲା ରଖି ଶୁଅନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। ନମ୍ବର 35,
ଘରେ ଅଚଳ ଘଣ୍ଟା ରଖନ୍ତୁ ନାହିଁ କିମ୍ବା ଘଣ୍ଟା ଦକ୍ଷିଣ କାନ୍ଥରେ ଲଗାନ୍ତୁ ନାହିଁ। ନମ୍ବର 36 ଛୋଟ ପିଲା ଯଦି ବହୁତ କାନ୍ଦୁଥାନ୍ତି ଶୋଇବା ଖଟକୁ ମୟୂର ପୁଚ୍ଛରେ ଝାଡ଼ି ଦିଅନ୍ତୁ। ନମ୍ବର 37 ଗୁରୁବାର ଦିନ ଲିମ୍ବ, ଶନିବାର ଦିନ ଆଖୁ, ରବିବାର ଦିନ ଗୁଡ଼ ଏବଂ ବୁଧବାର ଦିନ ମୂଳା ଖାଆନ୍ତୁ ନାହିଁ। ନମ୍ବର 38 ରାତିରେ ଶୋଇବା ବେଳେ ଦର୍ପଣରେ କଳା କପଡ଼ା ଘୋଡ଼ାଇ ରଖନ୍ତୁ, ମଙ୍ଗଳ ହୋଇଥାଏ। ନମ୍ବର 29 ଗୋଟିଏ ଦିନରେ ଯଦି ବୋହୂ ବାପ ଘରେ ଏବଂ ଶାଶୁ ଘରେ ଭୋଜନ କଲେ ଏହା ଦୁର୍ଭାଗ୍ୟ ହୋଇଥାଏ। ନମ୍ବର 40 ପୂର୍ବକୁ ମୁହଁ କରି ଭୋଜନ କଲେ ଏବଂ ଦକ୍ଷିଣକୁ ମୁହଁ କରି ଶୟନ କଲେ ମଙ୍ଗଳ ହୋଇଥାଏ। ନମ୍ବର 41 ଆଖି ତଳ କଳା ଦାଗ ଲିଭାଇବା ପାଇଁ ଲେମ୍ବୁ ରସ ସହିତ ବିଲାତି ରସ ମିଶାଇ କଳା ଦାଗରେ ଲଗାନ୍ତୁ। ନମ୍ବର 42 ଶନିବାର ଦିନ ସୂର୍ଯ୍ୟାସ୍ତ ପରେ କାନରେ ତେଲ ପକାଇଲେ କାନ ରୋଗ ଦୂର ହୋଇଥାଏ। ଘରେ ଲକ୍ଷ୍ମୀ ଠାକୁରାଣୀଙ୍କ ଠିଆ ହୋଇଥିବା ଫଟୋ ରଖନ୍ତୁ ନାହିଁ, ବସିଥିବା ଫଟୋ ରଖିଲେ ମଙ୍ଗଳ ହୋଇଥାଏ। ଠାକୁର ଘରେ ଶ୍ରୀ ଯନ୍ତ୍ର ଏବଂ ଲାଲ କପଡ଼ାରେ ଗୁରା ହୋଇଥିବା ନଡ଼ିଆ ରଖିଲେ ଲକ୍ଷ୍ମୀଙ୍କ କୃପା ମିଳିଥାଏ। ବେଲଗଛ ଘରେ ଉତ୍ତର ଓ ପଶ୍ଚିମ ଦିଗରେ ଥିଲେ ଘରର ସମ୍ମାନ ବଢ଼ିଥାଏ। ଧନ୍ୟବାଦ ଦର୍ଶକ ବନ୍ଧୁ। ଭିଡ଼ିଓଟିକୁ ଯଦି ଭଲ ଲାଗିଥାଏ ତାହେଲେ ଭିଡ଼ିଓଟି ଲାଇକ୍ ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।